ସାଙ୍ଗମାନେ ଏବେ ଟାଇମ୍ ହେଲାଣି ସନ୍ଧ୍ୟା 7:30ରୁ 8ଟା। ଭାଇ ସକାଳ 7:30ରେ ଅଫିସ ଯାଇଥିଲି, ଏବେ ସନ୍ଧ୍ୟା 7:30ରେ ଆସୁଛି। ଭାଇ 12 ଘଣ୍ଟା ହେଇଗଲା, ଭାଇ ଦିନ କଟିଗଲା। କିଛି ସାଙ୍ଗମାନେ ମେସେଜ କରୁଛନ୍ତି, ଭାଇ ଡେଲି କ'ଣ ପାଇଁ ଭିଡ଼ିଓ ବନଉନ, କାହିଁ ବ୍ଲଗ ବନଉନ? ଭାଇ କ'ଣ କରିବି ଦେଖିପାରୁଥିବ, ଅବସ୍ଥା ପୁରା ଖରାପ ହେଇଗଲାଣି। ଯେବେଠୁ ପୁନେ ଆସିଲେଣି ଭାଇ ରୁମ୍ରୁ ଅଫିସରୁ ରୁମ୍, ଆଉ ମୋ ଜୀବନରେ କିଛି ନାହିଁ ଭାଇ। ବୁଲାବୁଲି ସବୁ ସରିଗଲା ଭାଇ। ଦେଖିବ ଚୁଟି ଦାଢ଼ି ବଢ଼ି ପୁରା ବାବାଜି ହେଇଗଲାଣି। ଏବେ ଟାଇମ୍ ହେଲାଣି ସନ୍ଧ୍ୟା 7:30ରୁ 8ଟା। ଭାଇ ଭୋକରେ ପୁରା କାଉରା ବାଉରା। ଅଫିସରୁ ଆସିଲା ବେଳେ ଭାଇ ଚିକେନଟା ନେଇ ପଳେଇ ଆସିଲି। ଆଉ କରିବ ତ ମଣିଷ, କରିବ କ'ଣ? ନା ଖାଇବ ନା ଅଫିସ ଯିବ। ଭାଇ ଦେଖିପାରୁଥିବ ଚିକେନଟା ପୁରା କଷା ଚାଲିଛି, ଏବେ କଷି ଚାଲିଛି। ଆଉ କିଛି ଉପାୟ ନାହିଁ, କଲେ ଖାଇବି ନହେଲେ ନାହିଁ। ଭାଇ ବାହାରେ ରହୁଛି, ନାଇଁ କିଏ ବାପା ମା ଭାଇ ଭଉଣୀ ସାଙ୍ଗସାଥୀ କେହି ବି ନାହାନ୍ତି। କରିଲେ ଖାଇବ ମଣିଷ, ନହେଲେ ଉପାସ ଶୋଇବ। ଦେଖି ଚାଲିଛି ଦେଖିପାରୁଥିବେ। ଭାତ ହେଇସାରିଲାଣି, ଚିକେନଟା ଏବେ ହବ। ଗରମା ଗରମ ଚିକେନ କଷା ଖିଆ ହବ। ଆମ ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ ଟିକେ କୁହ, ଆଇଟି ହବ ଆଇଲ, ଟେକ୍ସଟାଇଲ ହବ ଆଇଲ, ଆଉ କେବେ ଇଲେକ୍ଟ୍ରୋନିକ୍ସ ହବ ଆଣୁଛ? ଆମେ ଆଉ ଓଡ଼ିଶା ଫେରିବୁ ନା ନାହିଁ? ନା ଏଇ ବାହାରେ ପଡ଼ି ପଡ଼ି ଶୁଖୁଆ ହେଇଯିବୁ? କ'ଣ କରିବା ସାଙ୍ଗମାନେ, ଦେଖିବା। ଆଉ ହଉନି ଓଡ଼ିଶା ଫେରିଯିବା ଆଉ। ବାହାରେ ରହି ରହି ଦଦରା ହେଇଗଲୁଣୁ, ଓଡ଼ିଶା ଫେରିଯିବା ବହୁତ ଜଲ୍ଦି ଆଉ। ଓଡ଼ିଶା ତ ଫେରିବା, ବଟ୍ ତା ପୂର୍ବରୁ ଚାଲ ଫଟାଫଟ ଚିକେନ ତରକାରୀ ରେଡି ହେଇଗଲାଣି, ଖାଇଦବା ଚିକେନ ଭାତ, ତାପରେ ଯୋଉ କଥାବାର୍ତ୍ତା। ଚିକେନ ଫୁଟି ଆସିଲାଣି, ଏବେ ଚିକେନ ଭାତ ପୁରା ରେଡି। ଚାଲ ପଟାପଟ ଖାଇବା, ଆଉ ଜମାରୁ ବି ଡେରି କରିବାନି। ଦେଖିପାରୁଥିବେ ଭାଇ ଭାତଟା, ଆଉ ଏଠି ଆମର ଚିକେନ ଝୋଳ ଟିକେ, ପିଆଜ ଲଙ୍କା ଲେମ୍ବୁ ନେଇଯାଇଛି। ଦେଖିପାରୁଥିବେ ଏମିତି କିଛି ଅଛି। ଆଉ ଭାଇ ଏତିକି ଦେଖିଦିଅ, ଚାଲ ପଟାପଟ ଖାଇବା, ଆଉ ଡେରି କରିବାନି। ଖାଇଦେଲା ପରେ କଥାବାର୍ତ୍ତା।